ଫଟୋ ମାନ ଅଛନ୍ତି ନା ସାର୍ ଆପଣ କାଇଁ ନୂଆ ବର୍ଷରୁ ଚେଞ୍ଜ ହେଇଛି ମାଉଆ ମସଲା ମାଉଆ ମସଲା ହେଲା ରେଡି ଗତକାଲି ଆମେ ଖବର ସନ୍ଧ୍ୟାବେଳେ ଖବର ପାଇଥିଲୁ ଯେ ଗୋଟେ ଗାଡ଼ି ଗୋଟେ ଡୁପ୍ଲିକେଟ୍ ଗୁଟକା ନେଇକି ଢେଙ୍କାନାଳ କଟକ ଅଭିମୁଖେ ଆସୁଛି ଏ ଘର ହେଇଛି ଥାନା ଆଇଛି ଏବଂ ଅନ୍ୟ ଷ୍ଟାଫ୍ ମାନେ ଯାଇକି ଯେତେବେଳେ ଖୁଣ୍ଟୁଣି ଆଡ଼କୁ ଗଲେ ସେ ଗାଡ଼ି ପୋଲିସ ଗାଡ଼ି ଦେଖିକି ସେ କିଛି ଦୂରରେ ସେ ଗାଡ଼ିଟାକୁ ରଖିଦେଇକି ପିକଅପ୍ ଭ୍ୟାନ୍ଟାକୁ ରଖିଦେଇକି ଡ୍ରାଇଭରଟା ଏସ୍କେପ୍ କରିଗଲା। ତାପରେ ଆମେ ଗାଡ଼ିଟାକୁ ସର୍ଚ୍ଚ କଲାବେଳକୁ ସେଥିରେ 37 ବ୍ୟାଗ୍ ଦେଖିଲୁ ଗୁଟକା ଖରାପ ସେ ମେ ବି ଡୁପ୍ଲିକେଟ୍ ହେଟା ହେଇଥାଇପାରେ ଏବଂ ପ୍ରତ୍ୟେକ 31 କେଜି ସମଥିଙ୍ଗ ଅଛି ଗୋଟେ ଗୋଟେ ପ୍ୟାକେଟ୍ରେ ଏବଂ ଗାଡ଼ିକି ଆହୁରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲାରୁ ଗାଡ଼ି ଭିତରୁ ଆମେ ପାଇଲୁ 16,54,700 ଟଙ୍କା ପାଇଲୁ। ସେ ସବୁ ଗୁଟକା ଗାଡ଼ି ଏବଂ ପଇସା ସବୁ ଜବତ କରୁଛୁ ଗୋଟେ କେସ୍ ରେଜିଷ୍ଟ୍ରେସନ କରୁଛୁ ଇନଭେଷ୍ଟିଗେସନ କଣ୍ଟିନ୍ୟୁ କରୁଛୁ। ସେଇ କେସ୍ ଇନଭେଷ୍ଟିଗେସନ ବେଳେ ଆମେ ପୁଣି 2 ଜଣ ଡିଟେନ୍ କରିଥିଲୁ କେସ୍ ଯେଉଁମାନେ ଇନଭଲ୍ଭ ଅଛି ଡିଟେନ୍ କଲୁ। ଡିଟେନରେ ଆମେ ଜାଣିବାକୁ ପାଇଲୁ ତାଙ୍କ ପାଖରୁ ମଧ୍ୟ ଆମେ 5,85,000 ପଇସା ପାଇଲୁ ଏ ସବୁ ଜବତ କରୁଛୁ। ଟୋଟାଲ ହେଲା 22,39,700 ଗୋଟେ ଗାଡ଼ି ଏବଂ ସେଥିରେ ଥିବା 37 ପ୍ୟାକେଟ୍ ଡୁପ୍ଲିକେଟ୍ ଗୁଟକା ମେ ବି ସବୁ ଜବତ କରୁଛୁ ଆଉ ପରବର୍ତ୍ତୀ ଆମେ ଫଲୋଅପ୍ ଆକ୍ସନ୍ କରୁଛୁ। ଏଥିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ଷ୍ଟାର୍ଟିଂ ପଏଣ୍ଟ ଏଣ୍ଡିଂ ପଏଣ୍ଟ ସମସ୍ତଙ୍କୁ ବାହାର କରିବୁ ସମସ୍ତଙ୍କୁ ଆଇନ ଅନୁସାରେ ଆକ୍ସନ୍ ନେବୁ। ସେଇ ବିଷୟରେ ଆପଣ ଯେଉଁଟା ପଚାରୁଛନ୍ତି ସେଇ ବିଷୟରେ ଆମେ ବର୍ତ୍ତମାନ ସେ ଯେଉଁ ଡିଟେନ୍ କରୁଛୁ ତାଙ୍କୁ ପଚରାପଚରି କରିଛୁ। ତେଣୁ ଏଇ ଯେଉଁ ପ୍ରଡକ୍ସନ୍ କେଉଁଠୁ ହେଉଛି ଆରମ୍ଭ କେଉଁଠୁ ହେଲା ଏବଂ ଶେଷ କେଉଁଠି ପହଞ୍ଚିବ ସେ ବିଷୟ ନେଇ ଆମେ ତଦନ୍ତ କରୁଛୁ। କୁଆଡ଼େ ଯାଉଥିଲା କି ଖାଲି ଏଟା ଆମେ ଏତିକ ଖବର ଆମେ ପାଇଥିଲୁ ଯେ ଢେଙ୍କାନାଳରୁ କଟକ ଆସୁଥିଲା। ଟଙ୍କା ଗୁଡ଼ିକ ଗାଡ଼ିରୁ ମିଳିଲା କେମିତି ଜଣା ସାର୍ ଟଙ୍କା ନେବାର କାରଣ କ'ଣ? ଟଙ୍କା ପାରାପ୍ସ ଆମେ ଅନୁମାନ କରୁଛୁ ସେଥିରେ ସେଇ ଟଙ୍କା ଉପରେ ଆମେ ମଧ୍ୟ ତଦନ୍ତ କରିବୁ ଏ ଟଙ୍କା କ'ଣ ପାଇଁ ଆସିଲା ଯଦି ଡୁପ୍ଲିକେଟ୍ ଟଙ୍କା ଡୁପ୍ଲିକେଟ୍ ଆପଣଙ୍କର ହେଉଛି ଗୁଟକା ବ୍ୟବସାୟୀ ସେମାନେ ମେ ବି ମାନେ ପଇସାଟାକୁ ବ୍ଲାକ୍ ମନି ହିସାବରେ ନେଉଥିଲେ ବୋଧେ ଭାବୁଛୁ। ତେଣୁ ଆମେ ଟଙ୍କା ଉପରେ ମଧ୍ୟ ତଦନ୍ତ କରିବୁ ଏବଂ ଗୁଟକା ଉପରେ ମଧ୍ୟ ତଦନ୍ତ କରିବୁ। ସାର୍ ଗୁଟକା ଆଳରେ ଟଙ୍କା ଅଲଗା କୌଣସି ବେପାରର ସୋର୍ସ ହେଇକି ଟଙ୍କା ସେ ବିଷୟରେ ଆମେ ତଦନ୍ତ ପୁରା ପୁଙ୍ଖାନୁପୁଙ୍ଖ କରିବୁ। ଗୋଟେ ହେଲା ଟଙ୍କା ଆଉ ଗୋଟେ ହେଲା ଗୁଟକା। ଆଶା ରଖିବା ସାର୍ ଗୋଟେ ବଡ଼ ଧରଣର ରାକେଟିଆ ପତ୍ର କାମ କରୁଛୁ ନିହାତି ଆମେ ଅନୁମାନ କରୁଛୁ ଏବଂ ଶେଷରେ ଆମେ ଏତିକି କହିବୁ ଯେ ଆମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁମାନେ ଏଠି ଇନଭଲ୍ଭ ଥିବେ ସେମାନଙ୍କ ବିରୋଧରେ ଆକ୍ସନ୍ ନେବୁ। ଆମେ 37 ପ୍ୟାକେଟ୍ ବଡ଼ ବଡ଼ ବସ୍ତାରେ କହିଲି ହଁ ଏଗୁଡ଼ା ସେମାନେ ଡବଲ ବାହାର କରିଦେଇ ବାହାର କରି ନିଜ ଲୋକକୁ ଦେଇ ଦିଅନ୍ତି ନିଜ ଡିଲର ମାନଙ୍କୁ ପଇସା ଅଛି ଆରେ ସାକ୍ଷୀ କୁଆଡ଼େ ଗଲା ଦେଖ ପଇସା କେମିତି କ'ଣ ଗଣିଆ ଏଗୁଡ଼ାକ ଲାଗୁଛି ପାଞ୍ଚଟା ନା ଏ 100 ଟଙ୍କାରେ କେତେଟା ଅଛି ମଣ୍ଡଳ ଦେଖି ତାହେଲେ ଇଏ କେତେ ହେଲା ଗୋଟେ ଇଏ କରିନି ଆଇଲ ଗୋଟେ ବାହାର କରି ଗୋଟେ କ୍ଷୀର ବାହାର କରିବ ସେଇ ତ ପ୍ୟାକେଟ୍ ଗୁଡ଼ା ସବୁ ଆଉ ସେ ପ୍ୟାକେଟ୍ ତ ସମାନ ଏଇଟା ଗୋଟେ କ୍ଷୀର ୟା ଭିତରେ କ'ଣ ଏଇଟା ଗୋଟେ କ୍ଷୀର ଏଇଟା ଗୋଟେ କ୍ଷୀର